ଏବେ ସାଙ୍ଗମାନେ ଆପଣଙ୍କର ପ୍ରିୟ ଧାରାବାହିକ ସିରିଏଲ ସିନ୍ଦୁର ଖେଳ ଏପିସୋଡରେ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତ ସିନ୍। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେ ଆଜି ଯେତେବେଳେ ବର୍ଥଡେ ପାର୍ଟି ପାଇଁ ସମସ୍ତେ ବ୍ୟସ୍ତ ଥିବେ ଆଉ ସେତେବେଳେ ମଲ୍ଲିକା ହଲରେ ଏପଟ ସେପଟ ହୋଇ ବାହାରକୁ ଦେଖୁଥିବେ। ଆଉ ତାପରେ ମଲ୍ଲିକାକୁ ଏମିତି ହେବାରେ ଦେଖି ଶାଲିନୀ ପୁରା ଆଶ୍ଚର୍ଯ୍ୟ ହୋଇ କହିବେ, ମଲ୍ଲିକା ବୋଉ କଣ ହୋଇଛି? ତମେ କଣ କାହାକୁ ୱେଟ୍ କରିଛ? ଏବେ ମଲ୍ଲିକା କହିବେ, ମୁଁ ମୋର ଷ୍ଟାଇଲିଷ୍ଟକୁ ୱେଟ୍ କରିଛି। ଆଉ ଏତେବେଳେ ଶାଲିନୀ କହିବେ, ସେ କଣ କରିବ? ଆଉ ତାପରେ ମଲ୍ଲିକା କହିବେ, ସେ ଆସିଲେ ମତେ ସ୍ପେଶାଲ ମେକଅପ୍ ଦବ। ଏବେ ମଲ୍ଲିକାର କଥା ଶୁଣି ଶାଲିନୀ ମନେ ମନେ ଭାବୁଥିବେ କି ମୁଁ ବି ଟିକେ ସ୍ପେଶାଲ ମେକଅପ୍ ନେବି ବୋଲି। ଆଉ ତାପରେ ସେ ମେକଅପ୍ ଆର୍ଟିଷ୍ଟ ମହିଳା ଜଣକ ଆସି ପହଞ୍ଚିଯିବେ। ଆଉ ଏତେବେଳେ ଶାଲିନୀ କହିବେ, ଆପଣ ସେଇ ଫେମସ୍ ସେଲିବ୍ରିଟି ଷ୍ଟାଇଲିଷ୍ଟ ରିୟା? ଆଉ ତାପରେ ସେ ମେକଅପ୍ ଆର୍ଟିଷ୍ଟ ମହିଳା କହିବେ, ଆପଣ ସୁନୈନା, ମାୟା ମମତା, କେଦାର ଗୌରୀ ସିରିଏଲର ହିରୋଇନ୍ ମାନଙ୍କ ନାଁ ତ ଶୁଣିଥିବେ। ଆଉ ତାପରେ ଶାଲିନୀ କହିବେ, ହଁ ମୁଁ ଶୁଣିଛି, କଣ କହୁଛନ୍ତି? ମୁଁ ମଧ୍ୟ ତାଙ୍କୁ ଟିଭିରେ ଦେଖିଛି ମଧ୍ୟ। ଆଉ ସେ କେତେ ସୁନ୍ଦର। ଆଉ ତାପରେ ମେକଅପ୍ ଆର୍ଟିଷ୍ଟ ମ୍ୟାଡାମ ରିୟା କହିବେ, ମୁଁ ସେମାନଙ୍କର ବିୟୁଟି ସିକ୍ରେଟ୍। ଏବେ ଶାଲିନୀ ପୁରା ସେ ମେକଅପ୍ ଆର୍ଟିଷ୍ଟ ମ୍ୟାଡାମ କଥା ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇ ପଡନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କଣ ଲାଗୁଛି ଆଜି କଣ ଝିଲମିଲ ରୂପ ବଦଳାଇ ଆସିଥିବ ବୋଲି ମଲ୍ଲିକା କଣ ଜାଣିପାରିବେ? ଯଦି ହଁ କମେଣ୍ଟରେ ଏସ୍ ବୋଲି ଲେଖନ୍ତୁ। ଆଜିର ଭିଡ଼ିଓଟି ଭଲ ଲାଗିଲା ଲାଇକ୍, ସେୟାର, ସବସ୍କ୍ରାଇବ୍